ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ଅଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ତେବେ ତାଙ୍କୁ ହ୍ୟୁମାନ ସାଗରଙ୍କର ଆତ୍ମା ନେଇଯାଇଛି। ହ୍ୟୁମାନ ସାଗର ଏବଂ ଅଭିଜିତ ମଜୁମଦାର ଉଭୟ ଓଡ଼ିଆ ସଙ୍ଗୀତ ଜଗତର ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେମାନଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଥିଲା। ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଅଭିଜିତ ମଜୁମଦାର ହ୍ୟୁମାନ ସାଗରଙ୍କୁ ଅନେକ ହିଟ୍ ଗୀତରେ ସୁଯୋଗ ଦେଇଥିଲେ। ହ୍ୟୁମାନ ସାଗର ମଧ୍ୟ ଥିଲେ ଜଣେ ଜଣାଶୁଣା ଓଡ଼ିଆ ପ୍ଲେବ୍ୟାକ୍ ସିଙ୍ଗର। ସେ ନଭେମ୍ବର 2025ରେ ମାତ୍ର 34 ବର୍ଷ ବୟସରେ ଲିଭର ଓ କିଡନୀ ସମ୍ବନ୍ଧୀୟ ରୋଗରେ ଭୁବନେଶ୍ୱର ସେହି ଏମ୍ସ ମେଡିକାଲରେ ମୃତ୍ୟୁବରଣ କରିଥିଲେ। ତାଙ୍କର ମୃତ୍ୟୁ ଓଡ଼ିଆ ସଙ୍ଗୀତ ଜଗତକୁ ବଡ଼ ଆଘାତ ଦେଇଥିଲା। ଅଭିଜିତ ମଜୁମଦାର ଯେଉଁ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲେ, ସେହି ହସ୍ପିଟାଲରେ ହିଁ ହ୍ୟୁମାନ ସାଗରଙ୍କର ମୃତ୍ୟୁ ଘଟିଥିଲା। ଆଉ ସେହି ମେଡିକାଲରେ ହିଁ ଅଭିଜିତ ମଜୁମଦାରଙ୍କର ମୃତ୍ୟୁ ଘଟିଛି। ଦୁହେଁ ଥିଲେ ଗୁରୁ ଶିଷ୍ୟ ଏବଂ ଦୁହେଁ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ଗୁରୁ ଶିଷ୍ୟ ହୋଇ ରହିଥିଲେ। ଓଡ଼ିଶାର ଦୁଇଟି ହୀରାକୁ ହରାଇଛି ଓଡ଼ିଆ ଇଣ୍ଡଷ୍ଟ୍ରି। ତେବେ ହସ୍ପିଟାଲରେ ଅଭିଜିତ ମଜୁମଦାରଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଉ କୁଆଡ଼େ ଚର୍ଚ୍ଚା ହେଉଛି ସୋସିଆଲ ମିଡ଼ିଆରେ ହ୍ୟୁମାନଙ୍କର ଆତ୍ମା କୁଆଡ଼େ ଅଭିଜିତ ମଜୁମଦାରକୁ ନେଇଯାଇଛନ୍ତି। ହ୍ୟୁମାନ ସାଗରଙ୍କ ପରେ ମାତ୍ର କିଛି ସପ୍ତାହ ମଧ୍ୟରେ ଜାନୁଆରୀ 25, 2026ରେ ସେ 54 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଉଭୟଙ୍କ ମୃତ୍ୟୁ ଓଡ଼ିଆ ସଙ୍ଗୀତ ଓ ଅଲିଉଡକୁ ବଡ଼ କ୍ଷତି ଦେଇଛି। ଅନେକ ଲୋକ ସୋସିଆଲ ମିଡ଼ିଆରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ହ୍ୟୁମାନ ସାଗରଙ୍କର ଆତ୍ମା କୁଆଡ଼େ ଅଭିଜିତ ମଜୁମଦାରକୁ ନେଇଯାଇଛି ବୋଲି ଚର୍ଚ୍ଚା ହେଉଛି। ଏହା କେତେ ସତ ତାହା ତ ଅସ୍ପଷ୍ଟ।